କାଲି ରାତିରୁ କରେଣ୍ଟ ଏମିତି ଦାବଦାବ ହେଉଛି। ଗୋଟେ ଗୀତ ଶୁଣିଥିବେ ସାଙ୍ଗମାନେ, ରାତି ସାରା ବାର ଲାଇଟ୍ ଧୁପୁ ଧୁପୁ। ତ କ'ଣ କରାଯିବ, ଭାଇ ଘରେ ନଥିଲା। ତ ସେଇ ସମୟରେ ଆମେ କ'ଣ କଲୁ, ଗୋଟେ ଦେଶୀ ଯୁଗାଡ଼ ଆପଣେଇଲୁ। ଯେ ଗୋଟେ କଙ୍କଡ଼ା ଧରା ଯନ୍ତ୍ରଟେ ଯାକୁ ବାଗିଆ ବୋଲିକି କୁହାଯାଏ। ତ ସେ ବାଗିଆ ସାହାଯ୍ୟରେ ମୁଁ ତାରଟିକୁ ଟାଣିକି ଯାହା ବି ହଉ ତାକୁ ଦଉଡ଼ି ସାହାଯ୍ୟରେ ଯେମିତି ବି ହଉ ଆଡ଼ଜଷ୍ଟ କରିକି ତାକୁ ବାନ୍ଧିଦେଲି। ତାପରେ କରେଣ୍ଟ ପଳେଇ ଆସିଲା। ତାପରେ ଆମ ଘରକୁ ଆଜି ଆସିଥିଲା ଲେଉଟିଆ ଶାଗ। ମୁଁ ଭାବିଲି ଆଜି ପଖାଳ ଖିଆ ହେବ। ଦେଖିପାରୁଥିବେ ବର୍ତ୍ତମାନ ଶାଗ କଟିକି ରେଡ଼ି ହେଇଗଲାଣି। ବାଇଗଣ ମଧ୍ୟ ସେଥିରେ ମୁଁ ଗୋଟେ ପକେଇ ଦେଇଛି। ତାପରେ ବାଲ୍ଟିରେ ପାଣି ଆଣିକି ଶାଗକୁ ବଢ଼ିଆ ସେ ଚକୁଡ଼ିକି ଧୋଇକି ସଫା କରିଦେଲି। ତାପରେ କଡ଼େଇ ପକେଇକି ପ୍ରଥମେ ଶାଗକୁ ସିଝିବାକୁ ଦେଲି। ତାପରେ ସେଇ ସେମ୍ କଡ଼େଇରେ ମୁଁ ଟିକେ ଫୁଟଣ ଦେଲି। ଭାଙ୍ଗିକି ରଖିଥିବା ଶୁଖିଲା ଲଙ୍କା ପିଆଜ ପକେଇଲି। ତାପରେ ପିଆଜ ଟିକେ କଲର୍ ହେଲା ପରେ ତାପରେ ମୁଁ ସିଝେଇକି ରଖିଥିବା ଶାଗକୁ ଆଣିକି ଦେଇଦେଲି। ତାପରେ ମୋର ଶାଗ ଭଜା ରେଡ଼ି ହେଇଗଲା। ଚାଲନ୍ତୁ ଖାଇବା ପଖାଳ। ସାଙ୍ଗମାନେ, ଆପଣଙ୍କ ଘରମାନଙ୍କରେ ଆପଣ ପଖାଳ ସହିତ 2-3ଟା ଆଇଟମ୍ କରିକି ଖାଉଥିବେ, କିନ୍ତୁ ଆମର ଗରିବ ଲୋକ ଗୋଟେ ଆଇଟମ୍ରେ ପଖାଳ ଖାଇବା। ଚାଲନ୍ତୁ ଟେଷ୍ଟ କରିବା। ପଖାଳ ନିହାତି ଆଜି ଉଡ଼ିବ।